ତ ଶୀତ ଦିନେ କିଛି ମିଳୁ କି ନ ମିଳୁ ଫୁଲକୋବି ବନ୍ଧାକୋବି ତ ବହୁତ ହି ଅଧିକା ମିଳେ। ତ ସବୁଦିନେ ଗୋଟେ ପ୍ରକାର ତରକାରୀ କରିକି ଖାଇ ହବନି, ତ ଆଜି ବନେଇବି ଟିକେ ମାନେ ବହୁତ ହି ଟେଷ୍ଟି ଫୁଲକୋବିର ରେସିପି, ତା ବି ବହୁତ ହି କମ୍ ସମୟରେ ଆଉ କମ୍ ତେଲରେ। ଦର୍ଶକ ବନ୍ଧୁ ସ୍ୱାଗତ କରୁଛି ଦେଶୀ ଫୁଡ୍ କୋର୍ଟ ଓଡ଼ିଶା କୁକିଂ ଚ୍ୟାନେଲକୁ। ତ ମୁଁ ଏଇଠି ଗୋଟେ ବଡ଼ ସାଇଜର ଫୁଲକୋବି କି ବଡ଼ ବଡ଼ ସାଇଜ କାଟିକି ନେଇଛି, ତାକୁ ଟିକେ ଲୁଣ ପକେଇକି 2 ମିନିଟ୍ ବଏଲ କରିନେଇଥିଲି ଫୁଲକୋବି କି ହାଇ ଫ୍ଲେମ୍ରେ। ତ ଏଇଟା ନେଇଛି ସିଝା ଆଳୁ, ତ ଦିଟା ବଡ଼ ସାଇଜର ସିଝା ଆଳୁକୁ ଏମିତି ବଡ଼ ବଡ଼ କାଟିକି ନେଇଛି। ଆଉ ମଟର ଦେଖିପାରୁଥିବେ ଅଳ୍ପ ମଟର ନେଇଛି, ଆପଣ ଚାହିଁଲେ କ୍ୟାପ୍ସିକମ୍ ବି ୟୁଜ୍ କରିପାରିବେ। ତ ଏଇଟା ନେଇଛି ଦେଖିପାରୁଥିବେ ସୋରିଷ ତେଲ 1 ଚାମଚ ତେଲ ନେଇଛି ବଡ଼ ଚାମଚରେ। ଆଜିର ରେସିପି ବହୁତ ହି କମ୍ ତେଲରେ ବନେଇବି ଆଉ ବହୁତ ହି ଟେଷ୍ଟି ରେସିପି ଆପଣ ବନେଇ ପାରିବେ ବହୁତ ହି କମ୍ ସମୟରେ। ସୋରିଷ ତେଲ ତାତିଗଲା ପରେ ଯେଉଁ ଫୁଲକୋବିକି ଆମେ ସିଝେଇକି ରଖିଥିଲେ ଏଠି ପକେଇ ନେଇଛି, କିନ୍ତୁ ଆପଣ ଫୁଲକୋବି ଟିକେ ବଡ଼ ବଡ଼ ସାଇଜର କାଟିବେ। ତ ବଏଲ କଲା ପରେ ବି ଆପଣ ଯେତେବେଳେ ତରକାରୀ କରିବେ ବି ଫୁଲକୋବି ଗୋଟା ଗୋଟା ହିଁ ରହିବ। ଏଠି ହାଇ ଫ୍ଲେମ୍ରେ 1 ରୁ 2 ମିନିଟ୍ ଫୁଲକୋବିକି ଭାଜି ନେବା। ତ କଞ୍ଚା ଫୁଲକୋବି ଯେତେବେଳେ ଆପଣ ବନଉଛନ୍ତି ବହୁତ ହି ସମୟ ଲାଗିବ, ଆଉ ଆପଣଙ୍କୁ ସିଝେଇବାକୁ ବି ବହୁତ ହି ସମୟ, ମାନେ ଭାଜିବା ପାଇଁ ବହୁତ ସମୟ ଲାଗିବା ସହିତ ସିଝିବା ପାଇଁ ବି ବହୁତ ହି ସମୟ ଲାଗିବ। 2 ମିନିଟ୍ ଭାଜିଲା ପରେ ଯେଉଁ ସିଝା ଆଳୁ ରଖିଥିଲି ଆଉ ଏଠି ନେଇଛି ଯେଉଁ ମଟରକୁ ବି ପକେଇ ନେଇଛି। ଆଉ ଏଠି ଅଧ ଚାମଚ ଦେଇଦେଇଛି ଲୁଣ। ଲୁଣ ପକେଇଲା ପରେ ଯେମିତି ଫୁଲକୋବି ଆଉ ଆଳୁ ଦେହରେ ଗୋଟେ ଲାଲ ରଙ୍ଗର କୋଟିଂ ଆସିବ, ସେଇ ସମୟ ତକ ଆମେ ଭାଜି ନେବା ହାଇ ଫ୍ଲେମ୍ରେ। ଏଠି ଦେଇଦେଇଛି ଅଧ ଚାମଚ ହଳଦୀ ଗୁଣ୍ଡ। ତ ଦର୍ଶକ ବନ୍ଧୁ ବହୁତ ଥଣ୍ଡା ହେଇଯାଇଛି, ଟିକେ ଆୱାଜଟା ଟିକେ ଭଲସେ ମାନେ କ୍ଲିଅର ଶୁଭୁନି, ତ ଆଡଜଷ୍ଟ କରିନେବେ। ତ ଦେଖିପାରୁଥିବେ ସବୁକୁ ଲାଲି ରଙ୍ଗ ହେଲା ଯାକେ ହାଇ ଫ୍ଲେମ୍ରେ ଭାଜି ନେଇଥିଲି। ତାକୁ ସବୁକୁ ବାହାର କରିନେବା। ସେମ୍ କରେଇରେ ଆଉ ଗୋଟେ ବଡ଼ ଚାମଚ ସୋରିଷ ତେଲ ଦେଇଛି, ଆପଣ ଚାହିଁଲେ ରିଫାଇନ୍ ତେଲ ବି ୟୁଜ୍ କରିପାରିବେ। ଆପଣ ଭାବିପାରିବେନି ଏଇ 2 ଚାମଚ ତେଲରେ ଆପଣ ଏତେ ସୁନ୍ଦର ରେସିପିଟା ବନେଇ ପାରିବେ। ତେଲ ତାତିଗଲା ପରେ ଅଧ ଚାମଚ ଦେଇଦେଇଛି ଜିରା। ସଦାବେଳେ ଫୁଲକୋବି ଭଜା କିମ୍ବା ତ ଅଦା ରସୁଣର ତରକାରୀ ବନଉଥିବେ, କଷା ବନଉଥିବେ, ଥରେ ଏଇ ତରକାରୀ ବନାନ୍ତୁ ବହୁତ ହି ଟେଷ୍ଟି ବନୁଛି। ଆଉ ଦିଟା ତେଜପତ୍ରକୁ ଏମିତି ଭାଙ୍ଗିକି ପକେଇ ନେଇଛି। ଏଠି ଗୋଟେ ବଡ଼ ସାଇଜର ପିଆଜକୁ ଏମିତି ପତଳା ପତଳା କାଟି ନେଇଛି। ତ ପିଆଜକୁ ଲାଲି ରଙ୍ଗ ହେଲା ଯାକେ ଭାଜି ନେବା। ଦର୍ଶକ ବନ୍ଧୁ ଆଜିର ରେସିପିଟା ଯଦି ଭଲ ଲାଗୁଛି ତ ଭିଡ଼ିଓକୁ ନିଶ୍ଚିନ୍ତ ଗୋଟେ ଲାଇକ୍ କରିନେବେ। ଆଉ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଏଠି ଅଦା ରସୁଣର ପେଷ୍ଟ 1 ଚାମଚ ଦେଇଛି। ଆଉ ଯେଉଁମାନେ ସବସ୍କ୍ରାଇବ୍ କରିଦେଇଛନ୍ତି ମୋ ଚ୍ୟାନେଲକୁ ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ଅଦା ରସୁଣର ପେଷ୍ଟ ପକେଇଲା ପରେ ମସଲାକୁ ଭଲସେ କଷି ନେବା। ଆଉ ଯେକୌଣସି ରେସିପି ବନାନ୍ତୁ ମସଲା ଯଦି ଆପଣଙ୍କ ଭଲସେ କଷି ହେଇଥିବ ତ ରେସିପିଟା ବହୁତ ହି ବଢ଼ିଆ ଲାଗିବ। ଏଠି 2 ଚାମଚ ଦେଇଛି ଧନିଆ ଗୁଣ୍ଡ, ଗୋଟେ ବଡ଼ ଚାମଚ ଦେଇଛି ମିଟ୍ ମସଲା, କାଶ୍ମୀର ରେଡ୍ ଚିଲି ପାଉଡର ଦେଇଛି, ଆଉ ହଳଦୀ ଗୁଣ୍ଡ ଦେଇଛି। ଏଠି 1 ଚାମଚ ଦେଇଛି କସ୍ତୁରୀ ମେଥି। ଏ ସବୁକୁ ଭଲସେ ମସଲା ସହିତ କଷି ନେବା। ଆପଣ ଯଦି ରାଗ ଲଙ୍କା ଗୁଣ୍ଡ ଚାହୁଁଛନ୍ତି ଏଠି ଆପଣ ପକେଇ ପାରିବେ। ଯେହେତୁ ମୁଁ କଞ୍ଚା ଲଙ୍କା କାଟିକି ପକେଇବି ତ ମୁଁ ଏଠି କଞ୍ଚା ମାନେ ରାଗ ଲଙ୍କା ଗୁଣ୍ଡ ବ୍ୟବହାର କରୁନି। ତ ଅଳ୍ପ ପାଣି ଦେଇକି ମସଲାକୁ ଆମେ ଭଲସେ କଷି ନେବା। ଆଉ ବହୁତ କମ୍ ସମୟରେ ବି ଆପଣ ଏ ରେସିପିଟା ବନେଇ ପାରିବେ। ତ ଏଠି ଗୋଟେ ବଡ଼ ସାଇଜର ଟମାଟୋକୁ ଏମିତି ଲମ୍ବା ଲମ୍ବା କାଟିକି ପକେଇଛି। ଆପଣ ଚାହିଁଲେ ଟିକେ ଗ୍ରାଇଣ୍ଡରରେ ଗ୍ରାଇଣ୍ଡ କରିକି ବି ପକେଇ ପାରିବେ। ଟମାଟୋ ପକେଇଲା ପରେ ସ୍ୱାଦ ଅନୁସାରେ ଲୁଣ ଦେଇଦେବା। ଯେହେତୁ ଫୁଲକୋବି ଆଳୁରେ ବି ଆମେ ଅଳ୍ପ ଲୁଣ ଦେଇଛେ, ତାକୁ ଯାଇକି ଏଠି ଲୁଣ ଦେଇଦେବେ। ତ ମସଲା ସହିତ ଟମାଟୋକୁ ଭଲସେ ଗୋଳେଇ ନେବା ଆଉ କଭର କରିନେବା। ମସଲା ଯେମିତି ଭଲସେ ଆମର କଷି ହେବ ସେତିକି ସମୟ ଭିତରେ ମୁଁ ଏଠି ଦେଖିପାରୁଥିବେ ଏଠି 5ରୁ 6ଟା ନେଇଛି ଆଲମଣ୍ଡ, କାଜୁ 6-7ଟା ନେଇଛି, ଆଉ ଟିକେ ଦେଇଛି ପୋସ୍ତକ। ଏ ସବୁକୁ ମୁଁ ଭିଜେଇ ନେଇଥିଲି, ଆକୁ ଚିକଣ କରି ଗ୍ରାଇଣ୍ଡ କରିନେବା। ତ ଦେଖିପାରୁଥିବେ ମସଲା କେତେ ଭଲସେ କଷି ହେଇଯାଇଛି। ଆଉ ଟମାଟୋ ଚାହିଁଲେ ଆପଣ ମସଲା ସହିତ ବି ମିଶାଇ ପାରିବେ। ଟିକେ ଏମିତି ଟିକେ ସିଝି ଯାଇଥିବ କିନ୍ତୁ ଟିକେ ଗୋଟା ଗୋଟା ରହିଲେ ତରକାରୀଟା ଭଲ ଲାଗିବ। ତ ଏ ଯେଉଁ ବାଟିକି ରଖିଥିଲେ ପେଷ୍ଟଟା ଏଠି ଦେଇଦେବା। ମସଲା ସହିତ ଭଲରୁ ସେ ମସଲାକୁ ଆମେ କଷି ନେବା। 3ରୁ 4 ମିନିଟ୍ ସମୟ ଲାଗିବ ମସଲାକୁ କଷିବା ପାଇଁ। ତ ସେତିକି ସମୟ ଭିତରେ ମୁଁ କଷି ସାରିଲା ପରେ ଘୋଡ଼େଇ ଦେଇଥିଲି 1 ମିନିଟ୍ ପାଇଁ। ଆଉ ଏଠି ମସଲାରୁ ବି ସାଇଡ଼ରୁ ତେଲ ଛାଡ଼ିଗଲାଣି। ତ ଆଜିର ରେସିପିଟା ଆପଣ ବନାନ୍ତୁ। ଏ କମ୍ ତେଲରେ ଏତେ ଟେଷ୍ଟି ରେସିପି, ଆପଣଙ୍କ ରେସିପି କେମିତି ବନେଇଥିଲା ନିଶ୍ଚିନ୍ତ ମୁଁ ଆପଣଙ୍କର ମତାମତ ଦେବେ। ମସଲା ଭଲସେ କଷି ହେଲା ପରେ ଯେଉଁ ଭାଜିକି ରଖିଥିଲେ ଫୁଲକୋବି ଆଳୁ ମଟରକୁ ଏଠି ପକାଇ ନେବା। ଯେହେତୁ
ମସଲା ବି ଭଲସେ କଷି ହେଇଯାଇଛି, ଆମର ଫୁଲକୋବି ଆଳୁ ଏଗୁଡ଼ା ଭଲସେ ଭାଜି ହେଇଯାଇଛି, ତ ବେଶୀ ସମୟ କଷିବାକୁ ପଡ଼ିବନି। ମସଲା ସହିତ 1ରୁ 2 ମିନିଟ୍ ଏପଟ ସେପଟ କରିନେବା। ଯଦି ଫେସବୁକ୍ ପେଜ୍ରେ ଦେଖୁଛନ୍ତି ତ ଫେସବୁକ୍ ପେଜ୍କୁ ନିଶ୍ଚିନ୍ତ ଫଲୋ କରିନେବେ। ଏଠି ଅଳ୍ପ କିଛି ପାଣି ଦେଇ ଦେଇଛି। ଯେଉଁ ଫୁଲକୋବିଟା ଆଉ କିଛି ସିଝିବାକୁ ଥିବ, ଭଲସେ ସିଝିଯିବ। 2ରୁ 3 ମିନିଟ୍ ଘୋଡ଼େଇ ଦେଇଥିଲି। ତ ଆପଣ ଏମିତି ବି ଖାଇପାରିବେ ଯଦି କଷା ଟାଇପ୍ର କରିବାକୁ ଚାହୁଁଛନ୍ତି। ତ ମୁଁ ଟିକେ ଅଳ୍ପ ଗ୍ରେଭି ବାଲା କରିବି, ତ ମୁଁ ଆଉ ଟିକେ ପାଣି ଦେବି। ତ ଆପଣ ଚାହିଁଲେ ଏମିତି ଭଲସେ କଷି ହେଇଗଲାଣି, ଆପଣ ଗରମ ମସଲା ଧନିଆ ପତ୍ର ଦେଇକି ଆପଣ ଏମିତି ବି ଆପଣଙ୍କର ରେସିପି ବନିଯିବ। ଏଠି ମୁଁ ଯେଉଁ ଗ୍ରାଇଣ୍ଡର ଧୋଇକି ଅଳ୍ପ ପାଣି ରଖିଥିଲି, ତାକୁ ଗରମ ପାଣି ତାକୁ ଦେଇ ଦେଇଛି। ତ ଏଠି ଆଉ କିଛି ସମୟ କଭର କରିନେବା, ଯେମିତି ଆମର ତରକାରୀଟା ଫୁଟିକିରି ଭଲସେ ମାନେ ଆମ ଗ୍ରେଭିଟା ବହଳିଆ ହେଇଯିବ। ଆଉ ଦେଖିପାରୁଥିବେ, ଆଉ ଏଇଟା ଗରମ ଅଛି ଏତିକି ବହଳିଆ ହେଇଛି, ଯେହେତୁ ଆମେ ଆଲମଣ୍ଡ କାଜୁ ପୋସ୍ତକର ବଟା ଦେଇଛେ, ଥଣ୍ଡା ହେଲା ପରେ ବହୁତ ହି ବହଳିଆ ହେଇଯିବ। ତ ଏତିକିରେ ଆମର ଗ୍ୟାସ୍ର ଏଇଟା ଏତେ ବନ୍ଦ କରିନେବା। ଆପଣଙ୍କୁ ମୁଁ ଦେଖିବାକୁ ଭୁଲି ଯାଇଛି, କଟା କଞ୍ଚା ଲଙ୍କା ମୁଁ ଦେଇଛି। ଏଠି ଗରମ ମସଲା ଗୋଟେ ଅଧା ଚାମଚ ଦେଇଛି। ଆପଣ ଯଦି ଗରମ ମସଲା ୟୁଜ୍ କରିବାକୁ ଚାହୁଁନାହାନ୍ତି, ଆପଣ ଯେତେବେଳେ ପିଆଜ ପକାଉଛନ୍ତି ସେତେବେଳେ ଗୋଟା ଗରମ ମସଲା ବି ଆପଣ ଦେଇପାରିବେ।